ନୂଆ ନମ୍ବର ପ୍ଲେଟ୍ ମାମଲାରେ ଜବାବ ମାଗିଲେ ହାଇକୋର୍ଟ। ଆଉ କିଛି କହିଲେ ଏମିତି। ସୂଚନା ଅନୁଯାୟୀ ସ୍ଲଟ୍ ବୁକିଂ ନିମନ୍ତେ ସମୟ ସୀମା ଅଧିକ ବୃଦ୍ଧି କରି ହେବ କି ନାହିଁ ହାଇକୋର୍ଟ ବର୍ତ୍ତମାନ ପ୍ରଶ୍ନ କରିଛନ୍ତି। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲାରେ 2 ଜଣ ବସ୍ ମାଲିକ ହାଇକୋର୍ଟରେ ଆବେଦନ କରିଥିଲେ। ବର୍ତ୍ତମାନ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍କୁ ନେଇ ସାଧାରଣ ଲୋକେ ସମସ୍ୟାରେ ପଡ଼ି ରହିଛନ୍ତି। ଡିସେମ୍ବର ପର୍ଯ୍ୟନ୍ତ 2 ଚକିଆ ଗାଡ଼ିର ସ୍ଲଟ୍ ବୁକିଂ ଶେଷ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା ମାତ୍ର 7 ଲକ୍ଷ ଗାଡ଼ିରେ ନମ୍ବର ପ୍ଲେଟ୍ ଲାଗିପାରିଛି। ପାଖାପାଖି ମୋଟ 80 ଲକ୍ଷରୁ ଅଧିକ ଗାଡ଼ି କେବେ ସୁଦ୍ଧା ବାକି ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗିପାରିବ ତାହାକୁ ନେଇ ପ୍ରଶ୍ନ କୁଟିବାଚି ହେଇଛି। ସାଧାରଣ ଲୋକେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଯେ ଆଇନ ଆସୁଛି ଏବଂ ଆଇନ ନିମନ୍ତେ ଏକ ଭିତ୍ତିଭୂମି ରହିଅଛି କି? ନୂଆ ନମ୍ବର ପ୍ଲେଟ୍କୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଅଛି ତାହା ସମ୍ବନ୍ଧରେ ମାନ୍ୟବର ହାଇକୋର୍ଟ ଏହା କହିଛନ୍ତି ଯେ ଡିସେମ୍ବର 31 ପର୍ଯ୍ୟନ୍ତ ଆଉ ସ୍ଲଟ୍ ବୁକିଂ କରିବାରେ କୌଣସି ପ୍ରକାର ସୁବିଧା ନାହିଁ। ରାଜ୍ୟରେ ଯଦି ସଂଖ୍ୟା କଥା କୁହାଯାଏ ତେବେ 80 ଲକ୍ଷରୁ ଅଧିକ ଗାଡ଼ି ରହିଅଛି ଏବଂ ସବୁ ଗାଡ଼ିକୁ ସରକାର ହାଇ ସିକ୍ୟୁରିଟି ନମ୍ବର ପରିସରରେ ଭୁକ୍ତ କରିବା ପାଇଁ ଚାହୁଁଛନ୍ତି ଅଥବା ଆଇନ ଆଣିଛନ୍ତି। ସେପ୍ଟେମ୍ବର 25 ସୁଦ୍ଧା ବୁକିଂ ହୋଇଛି ମାତ୍ର 16,78,163 ଗାଡ଼ିର ସ୍ଲଟ୍। 80 ଲକ୍ଷ ଗାଡ଼ି କଥା କୁହାଯାଉଥିବା ବେଳେ ମାତ୍ର 16 ଲକ୍ଷ ଗାଡ଼ି ବର୍ତ୍ତମାନ ସୁଦ୍ଧା ସ୍ଲଟ୍ ବୁକିଂ ହୋଇଛି। ମାତ୍ର 7,30,303ଟି ଗାଡ଼ି ଲାଗିଛି ହାଇ ସିକ୍ୟୁରିଟି ନମ୍ବର। ସମସ୍ତ ଗାଡ଼ି ପାଇଁ ଚୂଡ଼ାନ୍ତ ସମୟସୀମା ଡିସେମ୍ବର 31 ତାରିଖ ରହିଛି। ଏହି କଥା ପୂର୍ବରୁ ପରିବହନ ବିଭାଗ ତରଫରୁ ଗାଇଡଲାଇନ୍ ଆସିଥିଲା। ବର୍ତ୍ତମାନ ସ୍ଲଟ୍ ବୁକିଂ ଗୁରୁତର ସମସ୍ୟା ହୋଇଛି। ସାଧାରଣ ଲୋକଟି ବହୁତ ହଇରାଣ ହେଉଛନ୍ତି। ଯଦି ସେମାନେ କରିନଥିବେ ତଥା କାଗଜପତ୍ର ନଥିବ ତେବେ ତାଙ୍କୁ ଫାଇନ୍ ମଧ୍ୟ ଭୋଗିବାକୁ ପଡ଼ିବ।